ତୁମେ କାହିଁକି ଭୟ କରୁଛ ଯେ? ଏହା ଚିନ୍ତା କରିକି ତୁମ ମନରେ ଯେଉଁ ନକାରାତ୍ମକ ଚିନ୍ତାଧାରା ଆସୁଛି ତାହା ଦିନେ ସତ ହୋଇଯିବ କି? ନା ପିଲାମାନେ, ଯେତେବେଳେ ତୁମର ଏହି ଗୁରୁ, ତୁମର ବାବା ତୁମ ସାଥିରେ ଅଛି, ତେବେ ତୁମେ କାହିଁକି ଭୟ କରୁଛ? ଯେଉଁ ନକାରାତ୍ମକ ବିଚାର ଆସୁଛି ତାହା ବାସ୍ତବିକତା ନୁହେଁ। ସେଗୁଡ଼ିକ କେବଳ ତୁମ ମନରେ ବସି ରହିଥିବା ଗୋଟିଏ ଭ୍ରମ। ବାସ୍ତବରେ ତ ମୁଁ ଯାହା ଚାହିଁବି ତାହା ହିଁ ହେବ ଏବଂ ମୁଁ ତୁମ ଜୀବନରେ ସୁଖ ହିଁ ଲେଖିଛି। ସମସ୍ତଙ୍କ ପ୍ରତି ତୁମର ଯେଉଁ ଭଲ କର୍ମ ଏବଂ ଭଲ ଚିନ୍ତାଧାରା ରହିଛି ସେଗୁଡ଼ିକ ବଦଳରେ ତୁମକୁ ଭଲ ହିଁ ମିଳିବ। ଯଦି ତୁମର ଦୁଃଖ ସମୟରେ ଦୁଃଖ ବାଣ୍ଟିବାକୁ କିମ୍ବା ଗ୍ରହଣ କରିବାକୁ କେହି ଆସନ୍ତି ନାହିଁ, ତେବେ ତୁମେ ନିଜର ଖୁସିର ବାତାବରଣକୁ ଅନ୍ୟର ଆଚରଣ ଦ୍ୱାରା ବି ପ୍ରଭାବିତ ହେବାକୁ ଦିଅ ନାହିଁ। ତୁମର ଖୁସି ତୁମର ଅଟେ। ଖୁସି ରୁହ। ଏହି ଗୁରୁବାର ମୁଁ ତୁମକୁ ଦେଖିବାକୁ ଚାହୁଁଛି, ତେଣୁ ତୁମେ ମୋ ପାଖକୁ ଆସିବ। ମୁଁ ତୁମକୁ କିଛି ବିଶେଷ ଦେବି ଯାହାକୁ ତୁମେ ସମ୍ଭାଳିକି ରଖିବ ଏବଂ ମୁଁ ମଧ୍ୟ ତୁମର ଗୋଟିଏ ଇଚ୍ଛା ପୂରଣ କରିବି। ସର୍ବଦା ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।